ମୋ ଗହଣରେ ଅଛନ୍ତି ଯାତ୍ରା ଲାୟନ ଅକ୍ଷୟ ସାହୁ ଯେତେବେଳେ ଅଛନ୍ତି ଆଜି ଯାତ୍ରା କେଶରୀର ପ୍ରଥମ ରଜନୀ ଆଉ ବର୍ଷର ବି ପ୍ରଥମ କ୍ୟାମ୍ପ ଏଇଠୁ ମାନେ ଭୁବନେଶ୍ୱରରୁ ରୂପାଲିରୁ ଆରମ୍ଭ ହେଲା। ଯେତେବେଳେ ଚୌକିଦାର ନାଟକ ହଉଛି କଣ କହିବେ ସାରା ଓଡ଼ିଶାର ମାନେ ଓଡ଼ିଶା ବୁଲିବେ ଓଡ଼ିଶାର ଦର୍ଶକ ମାନଙ୍କୁ କଣ ମେସେଜ ରହିବ? ପ୍ରଥମେ ମୋର ସମଗ୍ର ଓଡ଼ିଶାବାସୀ ଯାତ୍ରା ଦର୍ଶକ ଦର୍ଶିକା ବନ୍ଧୁମାନଙ୍କୁ ଆପଣଙ୍କର ଜଣେ କ୍ଷୁଦ୍ର କଳାକାର ଯାତ୍ରା ଲାୟନ ଅକ୍ଷୟ ସାହୁର ପ୍ରଣାମ। ଜୟ ଜଗନ୍ନାଥ। ଆଜି ଏଇ 2026-27 ବର୍ଷ ପାଇଁ ନୂଆକରି ଗଢ଼ି ଉଠିଥିବା ଓଡ଼ିଶାର ଏକ ଅପ୍ରତିଦ୍ୱନ୍ଦୀ ଯାତ୍ରା ଅନୁଷ୍ଠାନ ଆଦର୍ଶ ସ୍ୱାଇଁଙ୍କ ପ୍ରଯୋଜିତ ଯାତ୍ରା କେଶରୀର ଆଜି ତାର ପ୍ରଥମ ରଜନୀ ଥିଲା। ଗତକାଲି 2026 ମସିହା ଅଗଷ୍ଟ 18 ତାରିଖରେ ମା ଶାରଳାଙ୍କ ପୀଠରେ ଆମେ ପ୍ରଥମ ଓପନିଂ କରି ମା ଶାରଳାଙ୍କ ଆଶୀର୍ବାଦ ନେଇ ଆଜି ପ୍ରଥମ ରଜନୀ ମଞ୍ଚସ୍ଥ କରିଥିଲୁ ଭୁବନେଶ୍ୱରର ରୂପାଲି ଛକ ଶହୀଦନଗର ଠାରେ। ଏବଂ ଆଜି ପ୍ରଥମ ରଜନୀର ମଞ୍ଚସ୍ଥ ନାଟ୍ୟକାର ଶ୍ରୀଯୁକ୍ତ ଡକ୍ଟର ରଞ୍ଜିତ ଲେଙ୍କା ଏବଂ ନିର୍ଦ୍ଦେଶକ ଥିଲେ ଶ୍ରୀଯୁକ୍ତ ଶାରଦା ପ୍ରସାଦ ରଣା। ଆଜି ପ୍ରଥମ ଥର ପାଇଁ ମଞ୍ଚସ୍ଥ ହୋଇଛି। ଆମ ସମସ୍ତ କଳାକାରମାନଙ୍କ ତରଫରୁ ମୁଁ ଯେତିକି ଉପଲବ୍ଧି କରିଛି ଶେଷ ପର୍ଯ୍ୟନ୍ତ ଆମ ପେଣ୍ଡାଲରେ ଦର୍ଶକ ଏପର୍ଯ୍ୟନ୍ତ ବସିଛନ୍ତି। ଆଶା କରୁଛି ନିଶ୍ଚିତ ଭାବରେ ନାଟକଟି ଦର୍ଶକ ବନ୍ଧୁମାନଙ୍କୁ ଭଲ ଲାଗୁଥିବ। ଆଜି ଚୌକିଦାର ନାଟକ ହଉଛି ପରିବେଷଣ ହଉଛି ଆମେ ଦେଖୁଛୁ ଦର୍ଶକ ବି ଭରପୁର ମାତ୍ରାରେ ଅଛନ୍ତି ମନ ଭରି ଉପଭୋଗ କରୁଛନ୍ତି ନାଟକ। ଏ ନାଟକରେ ଆପଣଙ୍କର ଚରିତ୍ର କଣ? ମୁଁ ତ ସବୁବେଳ ପାଇଁ ବିଗତ ଦିନ ପୂର୍ବରୁ ଖଳନାୟକ ଚରିତ୍ରରେ ଅବତୀର୍ଣ୍ଣ ହେଉଥିଲି, କିନ୍ତୁ ଏଇ 10-12 ବର୍ଷ ହବ କି 15 ବର୍ଷ ହବ ମୁଁ ସବୁ ଚରିତ୍ରରେ ଅଭିନୟ କରୁଛି। ମୋ ଦର୍ଶକ ଭାଇ ଭଉଣୀମାନେ ମଧ୍ୟ ମୋତେ ସବୁ ଚରିତ୍ରରେ ଅଭିନୟ ଦେଖି ସାରିଛନ୍ତି। କିନ୍ତୁ ଆଜି ଯେଉଁ ନାଟକ ଚୌକିଦାର ନାଟକରେ ମୋର ଗୋଟାଏ ଖଳ ଚରିତ୍ର ଅଭିନୟ, ଗୋଟେ ବାପା ଭୂମିକାରେ। ତେଣୁ ଖଳ ଚରିତ୍ର ପ୍ରକୃତର ମାନେ ଦର୍ଶକକୁ କେମିତି ଲାଗୁଛି କଣ ଲାଗୁଛି ସେ କଥା ମୁଁ କହିପାରିବିନି। ତଥାପି କାହାଣୀ ଅନୁସାରେ ସମୟ ଚକ୍ରରେ ପଡ଼ି ମୋର ଶତ୍ରୁର ପୁଅକୁ ମୋ ଝିଅ ଭଲ ପାଉଛି, ସେଇଠୁ ଲିଙ୍ଗରିଂ କରୁଛି ମୋର ଚରିତ୍ର। ଏଇ ହଉଛି ନାଟକର ଚରିତ୍ର। ଆଜ୍ଞା ମୋ ଚରିତ୍ର। ଆଉ ଏ ନାଟକରେ ପ୍ରାୟ ସବୁ ସିନିୟର କଳାକାର ମାନେ ବି ଅଛନ୍ତି। ଯାତ୍ରା ଜଗତର ସୁପରଷ୍ଟାର ବାପି ପଣ୍ଡା ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ମଣ୍ଟୁ ଦାସ ସେ ମଧ୍ୟ ସେକେଣ୍ଡ ଲିଡରେ ଅଛନ୍ତି। ଆଉ ଥାର୍ଡ ଲିଡରେ ମଧ୍ୟ କିରଣ କରୁଛି। ନାୟିକା ଭୂମିକାରେ ଅଛନ୍ତି ମାମୁନି, କୁନି ଏବଂ ମଦର ଚରିତ୍ରରେ ଅଭିନୟ କରୁଛନ୍ତି ବିଗତ ଦିନର ସୁନାମଧନ୍ୟା ନାୟିକା ଦୁନିଆ ମଲ୍ଲିକ। ମାନେ ଉଚ୍ଚ କୋଟିର କଳାକାର। ହଁ ଉଚ୍ଚ କୋଟିର ଡାଇଲଗ ବି ଆଜି ବହୁତ ବଢିଆ। ମୁଁ ତାଙ୍କ ସହିତ ଅନେକ ନାଟକରେ ଅନେକ ଅନୁଷ୍ଠାନରେ ଅଭିନୟ କରିଛି, ବହୁତ ଭଲ। ଏବଂ ହାସ୍ୟ ଅଭିନୟରେ ମଧ୍ୟ ଅଛନ୍ତି ଦୁନିଆ ମଲ୍ଲିକଙ୍କର ହଜବେଣ୍ଡ ପହଲି। ଆଉ ଆଜି ନାଟକରେ ଯଦିଓ ୟଙ୍ଗ କମେଡିଆନଟି ନାହାନ୍ତି ଡାଙ୍ଗ, ସେ ଅଲଗା ଅନ୍ୟ ନାଟକରେ ମଧ୍ୟ ବାହାରିବେ। ଆମର ନାଟକ ମୁଖାଗ୍ନି ଏବଂ ନାଟକ ନୂଆ ପ୍ରେମିକାରେ ମଧ୍ୟ ବାହାରିବେ। ଏଠି ରହୁଛି ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ ଆଉ ଥରେ ଶୁଭେଚ୍ଛା ଜଣାଇ ରହୁଛି। ଜୟ ମା ବିରଜା, ଜୟ ଜଗନ୍ନାଥ।